ଶୁଣିଲ ଟିକେ କଣ କହୁନା? ଏଇ ବର୍ଷ ଭିତରେ ଯୋଉମାନଙ୍କୁ 21 ବର୍ଷ ହେଇଯାଇଛି ସେମାନେ ସୁଭଦ୍ରା ପାଇପାରିବେ? ବଢିଆ କୋଶ୍ଚିନ୍ ଟା ପଚାରୁଛ। ଆପଣ ମାନେ ବି ଜାଣି ରଖନ୍ତୁ, ଯୋଉମାନଙ୍କର ଏପ୍ରିଲ 1 2026 ସୁଦ୍ଧା 21 ବର୍ଷ ପୂରଣ ହେଇଯାଇଛି ତ ସେଇମାନେ ମଧ୍ୟ ସୁଭଦ୍ରା ଟଙ୍କା ପାଇପାରିବେ। ତା ଭିତରେ କିଛିଟା ଆପଣଙ୍କର କ୍ରାଇଟେରିଆ ରହିଛି, ଯେମିତି କି ଆପଣଙ୍କ ଆଧାର କାର୍ଡ ମୋବାଇଲ ନମ୍ବର ଲିଙ୍କ ଥିବା ଦରକାର, ଆଉ ବ୍ୟାଙ୍କ ଆକାଉଣ୍ଟ ଆପଣଙ୍କର ଡିବିଟି ଥିବା ଦରକାର। ତ ଯୋଉମାନଙ୍କର ନାହିଁ ଏଇ ସବୁ କରିବେ। ଆଉ କିପରି ଆପଣ ଆବେଦନ କରିବେ ନା, ଆପଣଙ୍କର ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇକିନା ମଧ୍ୟ ଆପଣ ଆବେଦନ କରିପାରିବେ। ଆବେଦନ ପୂର୍ବରୁ ଗୋଟେ ଆବେଦନର ଫର୍ମ ଥାଏ, ସେଇଟା ଆପଣ ଆଣିବେ ଆପଣଙ୍କ ଅଙ୍ଗନବାଡି କେନ୍ଦ୍ରରୁ। ଯଦି ଆପଣ ଅଙ୍ଗନବାଡି କେନ୍ଦ୍ରରୁ ନ ଦଉଛନ୍ତି ତ ଆପଣ ଜନସେବା କେନ୍ଦ୍ରରୁ ଫର୍ମଟିକୁ ପ୍ରିଣ୍ଟ ଆଉଟ୍ କରିକି ମଧ୍ୟ ସୁଭଦ୍ରା ପାଇଁ ଆବେଦନ କରିପାରିବେ। ତ ସାଙ୍ଗମାନେ ଆଶା କରୁଛି ଭିଡ଼ିଓଟି ନିଶ୍ଚିନ୍ତ ରୂପେ ଗୋଟେ ଆପଣମାନଙ୍କୁ ଇନଫର୍ମେସନ ଭିଡ଼ିଓ ହେଇଥିବ। ତ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ରଖନ୍ତୁ। ଏଇ ଟାଇପର ଗଭର୍ଣ୍ଣମେଣ୍ଟର ନୂଆ ନୂଆ ସ୍କିମ୍ ଉପରେ ଆମେ ପ୍ରତ୍ୟେକ ଦିନ ଆପଣମାନଙ୍କୁ ଭିଡ଼ିଓ ଦେବୁ। ତ ଯଦି ଭିଡ଼ିଓଟି ପସନ୍ଦ ଅଛି ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ପୁଣି ଦେଖା ହେବ ଆଉ ଗୋଟେ ନୂଆ ଭିଡ଼ିଓ ସହିତ। ସେଥିପର୍ଯ୍ୟନ୍ତ ଜୟ ଜଗନ୍ନାଥ।